କାହାଣୀ ଦାୟିତ୍ୱହୀନା। ନିଶା ଗରଜୁଥାଏ ତୁଆକୁ ତୁଆ ଶୀତଳ ପବନ ସାଙ୍ଗକୁ, ମଝିରେ ମଝିରେ ମଧ୍ୟ ବର୍ଷା ହେଉଥାଏ। ବଜ୍ରଧ୍ୱନି ଏବଂ ଶ୍ୱାନ ସାପଦଙ୍କ ରଡ଼ି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ। ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ। ତଥାପି ରାଜା ବିକ୍ରମାଦିତ୍ୟ ତିଳେ ମାତ୍ର ଦ୍ୱିଧା ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ। ତେବେ ସେ ତାକୁ କାନ୍ଧରେ ପକାଇ ସେହି ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, ରାଜା, ବୋଧହୁଏ ତମେ ନିଶ୍ଚୟ କାହାକୁ କଥା ଦେଇଛ ବୋଲି ଏଭଳି ଦୁର୍ଯୋଗପୂର୍ଣ୍ଣ ରାତିରେ ଇଏ ପରିଶ୍ରମ କରୁଛ। ଅର୍ଥାତ୍ ତୁମର ଦାୟିତ୍ୱଜ୍ଞାନ ଅପରିସୀମା। କିନ୍ତୁ ଦାୟିତ୍ୱଶୀଳତା କାହାକୁ କୁହାଯାଏ? ଥରେ ଥରେ ମୁନି ଋଷିମାନେ ଆମକୁ ଏ ପ୍ରଶ୍ନ ଉପରେ ବଡ଼ ଅଡ଼ୁଆରେ ପକାଇ ଦିଅନ୍ତି। ସେଥିପାଇଁ ଗୋଟାଏ ଦୃଷ୍ଟାନ୍ତ ହେଉଛି, ମନ ଦେଇ ଶୁଣ। ଶୁଣିଲେ ତୁମ ଶ୍ରମଭାର ଲାଘବ ମନେ ହେବ। ଏହାପରେ ସେ ବେତାଳ ଗପିଲା ଅନେକ ପୁରୁଣା କାଳର କଥା। ପଦ୍ମପୁର ରାଜ୍ୟର ରାଜାଙ୍କର 2 ଜଣ କନ୍ୟା ଥିଲେ। ସେମାନଙ୍କ ନାମ ସୁନୀତି ଏବଂ ସୁରେଖା ଥିଲା। ସେ ଦୁହେଁ ଦେଖିବାକୁ ଯେପରି ସୁନ୍ଦରୀ, ଠିକ୍ ସେହିପରି ବୁଦ୍ଧିମତୀ ମଧ୍ୟ। ତେବେ ବଡ଼ ସୁନୀତି ସାନ ସୁରେଖା ତୁଳନାରେ ଅଧିକ ଧୀରସ୍ଥିର ଏବଂ ନୀତିପରାୟଣା ବୋଲି ସମସ୍ତେ ଜାଣିଥିଲେ। ସୁରେଖା ସୁନୀତି ତୁଳନାରେ ଅଧିକ ସୁନ୍ଦରୀ, କିନ୍ତୁ ସ୍ୱଭାବରେ ସେ ଟିକିଏ ପିଲାଳିଆ। କୌଣସି ଦାୟିତ୍ୱପୂର୍ଣ୍ଣ କାମ ପଡ଼ିଲେ ରାଜା ତାଙ୍କ ବଡ଼ ଝିଅକୁ ତାହା ତୁଲାଇବାକୁ କହୁଥିଲେ। ସାନ ଝିଅ ଖେଳି ବୁଲି ଗୀତ ଗାଇ ଗାଇ ସମୟ କଟାଉଥିଲା। ଦିନେ ସୁନୀତି ଉଦ୍ୟାନରେ ବସିଛି। ଠିକ୍ ଏହି ସମୟରେ ହଠାତ୍ କିଏ ଜଣେ ତାକୁ ପଛରୁ ଡାକିଲା, ସୁନ୍ଦରୀ। ଏହା ଶୁଣି ସୁନୀତି ଅକସ୍ମାତ ଚମକି ପଡ଼ି ପଛକୁ ଅନାଇ ଦେଖିଲା, ସେଠାରେ ଜଣେ ଗନ୍ଧର୍ବ ଯୁବକ ଛିଡ଼ା ହୋଇଛି। ଗନ୍ଧର୍ବ ଅଳ୍ପ ହସି କହିଲା, ରାଜକନ୍ୟା, କିଛି ସମୟ ଧରି ମୁଁ ତ କେବଳ ତୁମକୁ ହିଁ ଦେଖୁଛି। ଅଦୃଶ୍ୟ ଭାବରେ ଆକାଶ ମାର୍ଗରେ ଯାଉ ଯାଉ ତମକୁ ଦେଖି ମୁଁ ଏଠାରେ ଅବତରଣ କଲି। ତମ ଭଳି ସୁନ୍ଦରୀ ମୁଁ ଆଉ କେଉଁଠାରେ ହେଲେ ବି ଦେଖି ନାହିଁ। ତୁମକୁ ବିବାହ କରିବାକୁ ମୋର ଭାରି ଇଚ୍ଛା ହେଉଛି। ସୁନୀତି ସେ ଗନ୍ଧର୍ବକୁ ନିରୀକ୍ଷଣ କରି କହିଲା, ଗନ୍ଧର୍ବ ବର, ତମେ ବଡ଼ ଅପ୍ରତ୍ୟାଶିତ ଭାବରେ ତମ ପ୍ରସ୍ତାବଟି ଥୋଇଲ। ଟିକିଏ ଭାବିଚିନ୍ତି ସିନା ମୁଁ ଯାହା ଉତ୍ତର ଦେବି। ତେଣୁ ତମେ ଆଗାମୀକାଲି ଠିକ୍ ଏତିକି ବେଳକୁ ହିଁ ଆସ। ମୁଁ ମୋ ମନ କଥା ତୁମକୁ କହିବି। ସୁନୀତିର ଏଭଳି ଅଭିପ୍ରାୟ ଶୁଣି ସେ ଗନ୍ଧର୍ବ ଅତି ଆନନ୍ଦରେ ସମ୍ମତ ହୋଇ ସେଠାରୁ କୁଆଡ଼େ ଅଦୃଶ୍ୟ ହୋଇଗଲା। ସେଦିନ ରାଜକନ୍ୟା ସୁନୀତି ବହୁ ସମୟ ଧରି ଚିନ୍ତାମଗ୍ନ ରହିଲେ। ତେବେ ସେ କାହାକୁ କିଛି ବି କହିଲେ ନାହିଁ। ପରଦିନ ଯଥା ସମୟରେ ଗନ୍ଧର୍ବ ଆସି ପହଞ୍ଚିଲା। ସୁନୀତି କହିଲେ, ମୁଁ ଏଯାଏଁ କିଛି ମଧ୍ୟ ସିଦ୍ଧାନ୍ତ ନେଇପାରି ନାହିଁ। ତମେ ଗୋଟିଏ କାମ କର, ଇଏ ପୁଷ୍କରଣୀ ସେପଟେ ଲତାକୁଞ୍ଜ ଗହଳରେ ଯାଇ ଅପେକ୍ଷା କର। ଘଣ୍ଟାଏ ପରେ ମୁଁ ତୁମକୁ ଭେଟିବି। ଗନ୍ଧର୍ବ ଲତାକୁଞ୍ଜ ସେପାରିକୁ ଯାଇ ଯାହା ସେ ଦେଖିଲା ସେଥିରେ ସେ ଅବାକ୍ ହୋଇଗଲା। ସେଠି ସେତେବେଳେ ସାନ ରାଜକନ୍ୟା ସୁରେଖା ବସି ଗୀତ ବୋଲୁଥିଲା ଏବଂ ଫୁଲମାଳ ଗୁନ୍ଥୁଥିଲା। ଗନ୍ଧର୍ବ ନିର୍ନିମେଷ ନୟନରେ ତାକୁ କିଛି ସମୟ ପର୍ଯ୍ୟନ୍ତ ଅନାଇ ରହି ଡାକିଲା, ସୁନ୍ଦରୀ। ସୁରେଖା ଚମକି ପଡ଼ି ଅନାଇବାରୁ ସେ କହିଲା, ସୁନ୍ଦରୀ, ତମକୁ ଦେଖି ଗନ୍ଧର୍ବ ତ ଭୁଲି ମଣିଷ ଭାବରେ ତମ ସହ ସଂସାର କରିବାକୁ ମୋର ଭାରି ମନ ହେଉଛି। ଚାଲ ଏଥର ଆମେ ବିବାହ ହେବା। କଣ ତମର ଏଥିରେ ସମ୍ମତି ଅଛି ତ? ସୁରେଖା ତ ସେ ଗନ୍ଧର୍ବକୁ ଦେଖି ଅତି ମାତ୍ରାରେ ମୁଗ୍ଧ ହୋଇଯାଇଥିଲା। ତଥାପି ମଧ୍ୟ ସେ ଟିକିଏ ଦୋଦପାଞ୍ଚ କରିବାରୁ ଗନ୍ଧର୍ବ ଆହୁରି ଥରେ ମିନତିଭରା କଣ୍ଠରେ ତା ଅନୁରୋଧ ଜଣାଇଲା। ସୁରେଖା ରାଜି ହୋଇଗଲା।
ଗନ୍ଧର୍ବ ପରଦିନ ଆସିବ ବୋଲି କହି ସେଠାରୁ ଚାଲିଗଲା। ସନ୍ଧ୍ୟାବେଳେ ସୁରେଖା ନିଜ ଆନନ୍ଦ ଆଉ ଚାପି ରଖି ନପାରି ସୁନୀତିକୁ ସେସବୁ କଥା କହିଲା। ତାର ସବୁ କଥା ଶୁଣି ସୁନୀତି ଗମ୍ଭୀର ଭାବରେ କହିଲା, ଦେଖ ସୁରେଖା, ମନେ ହୁଏ ସେ ଗନ୍ଧର୍ବ ଅତ୍ୟନ୍ତ ଚଞ୍ଚଳମତି। ସେ ମୋତେ ବିବାହ ହେବାକୁ ଭାରି ମନ କରୁଥିଲା। ତତେ ଦେଖି ସେ ପୁଣି ତତେ ମଧ୍ୟ ବିବାହ ହେବାକୁ ମନ କଲାଣି। କାଲିକି ହୁଏତ ସେ ପୁଣି ଆଉ କାହାକୁ ଦେଖି ତାକୁ ମଧ୍ୟ ବିବାହ ହେବାକୁ ପ୍ରସ୍ତାବ ଦେବ। ତେଣୁ ତୁ ଭାବିଚିନ୍ତି ସବୁ କାମ କର। ନା ଅପା, ସିଏ ମୋତେ ଅତ୍ୟନ୍ତ ନିବିଡ଼ ଭାବରେ ପ୍ରେମ କରୁଛି। ଏଥିରେ ତ ମୋର କୌଣସି ସନ୍ଦେହ ନାହିଁ। ଜଣେ ଗନ୍ଧର୍ବ ଯେତେବେଳେ ବିବାହ ହେବାକୁ ପ୍ରସ୍ତାବ ଦେଉଛି, ମଣିଷ କନ୍ୟା ହୋଇ ମୁଁ ତାକୁ କିପରି ବା ପ୍ରତ୍ୟାଖ୍ୟାନ କରିବି? ସୁରେଖା ଯାଇ ବାପାଙ୍କୁ ତା ମନ କଥା କହିଲା। ଉଦାର ପ୍ରକୃତିର ରାଜା ଏଥିରେ ମୋଟେ ଆପତ୍ତି କଲେ ନାହିଁ। ଗନ୍ଧର୍ବ ଗୋପନରେ ବିବାହ ହୋଇ ସୁରେଖାକୁ କୁଆଡ଼େ ନେଇଯିବାକୁ ପ୍ରସ୍ତାବ ଦେଲା। କିନ୍ତୁ ତାର ଏଭଳି ପ୍ରସ୍ତାବରେ ସୁରେଖା ବା ରାଜା ଆଦୌ ସମ୍ମତ ହେଲେ ନାହିଁ। ଶେଷରେ ଖୁବ୍ ଧୁମଧାମରେ ସେମାନଙ୍କର ବିବାହ ହେଲା। ରାଜା ଗୋଟିଏ ପ୍ରାସାଦ ଛାଡ଼ିଦେଲେ। ସେଥିରେ ତାଙ୍କ ଝିଅ ଜ୍ୱାଇଁ ରହିଲେ। ଏହାର କିଛି ଦିନ ପରେ ବଡ଼ ରାଜକନ୍ୟା ସୁନୀତିର ବିବାହ ଜଣେ ସାମନ୍ତ ରାଜପୁତ୍ର ସହ ହୋଇଗଲା। କିନ୍ତୁ 2-3 ମାସ ପରେ ଏକ ସମସ୍ୟା ଦେଖାଦେଲା। ଦିନେ ସେ ଗନ୍ଧର୍ବ ଜାମାତା କୁଆଡ଼େ ଗଲା ଯେ ସେ ଆଉ ଫେରିଲା ନାହିଁ। ସୁରେଖା ପ୍ରଥମେ କହିଲା କି ସେ ଦିନେ ନା ଦିନେ ନିଶ୍ଚୟ ଫେରି ଆସିବ। କିନ୍ତୁ ମାସଟିଏ ବିତିଗଲା ପରେ ବି ଯେତେବେଳେ ସେ ଆଉ ଫେରିଲା ନାହିଁ, ସେତେବେଳେ ଯାଇ ସୁରେଖା ବହୁତ କାନ୍ଦିଲା। ଝିଅର ଏପରି କାନ୍ଦିବା ଦେଖି ରାଜାଙ୍କର ବି ମନ ବହୁତ ଖରାପ ହେଲା। କିନ୍ତୁ ସେ ବା ଏଥିରେ କ'ଣ କରିବେ? ଗନ୍ଧର୍ବମାନେ ତ ଆଉ ସହର ନଗରରେ ରହନ୍ତି ନାହିଁ ଯେ ଲୋକ ପଠାଇ ରାଜା ତାଙ୍କୁ ଖୋଜି ଆଣିବେ। ଠିକ୍ ସେତିକି ବେଳେ ସୁନୀତି ଜଣେ ଋଷିଙ୍କ ସନ୍ଧାନ ପାଇଲା। ସେ ଦିନେ ତା ସାନ ଭଉଣୀ ସୁରେଖାକୁ ଧରି ରଥରେ ସେ ଋଷିଙ୍କ ଆଶ୍ରମକୁ ଗଲା। ରଥ ଦୂରରେ ରଖି ସେ ଦୁଇ ଭଉଣୀ ଚାଲି ଚାଲି ଯାଇ ଋଷିଙ୍କୁ ଭେଟିଲେ। ସୁନୀତି ସବୁ କଥା ଋଷିଙ୍କୁ କହିଲା। ଋଷି ସବୁ ଶୁଣି ସୁରେଖାକୁ ଗୋଟିଏ ମନ୍ତ୍ର ଶିଖାଇ ଦେଲେ। ତା ଗନ୍ଧର୍ବ ସ୍ୱାମୀ ଫେରି ଆସିବ ଏବଂ ତେଣିକି ସେ ଆଉ ସୁରେଖାକୁ ଛାଡ଼ି କୁଆଡ଼େ ବି ଯିବ ନାହିଁ ବୋଲି ସେ କହିଲେ। ସୁରେଖା ଘରକୁ ଫେରି 7 ଦିନ ସେ ମନ୍ତ୍ର ଜପିଲେ। ଦୁଇ ଭଉଣୀ ଋଷିଙ୍କଠାରୁ ବିଦାୟ ନେଇ ଫେରିବା ବେଳକୁ ଋଷି ସୁନୀତିଙ୍କୁ ଅନାଇ କହିଲେ, ଝିଅ, ତୁ ବଡ଼ ଦାୟିତ୍ୱହୀନା। ଏଭଳି କଥା ଶୁଣି ସୁନୀତି ମୁଣ୍ଡ ତଳକୁ କରି ଚୁପ୍ ରହିଲା। ସତକୁ ସତ 7 ଦିନ ପରେ ସେ ଗନ୍ଧର୍ବ ଫେରି ଆସିଲା ଏବଂ ତାପରେ ସେ ଆଉ କୁଆଡ଼େ ମଧ୍ୟ ଗଲା ନାହିଁ। ବେତାଳ ଟିକିଏ ଚୁପ୍ ରହି ତାପରେ ସେ ତୀବ୍ର କଣ୍ଠରେ ପ୍ରଶ୍ନ କଲା, ରାଜା, ମୋର ଏହି କାହାଣୀରେ ଗୋଟିଏ ସନ୍ଦେହ ରହିଛି। ସୁନୀତି ହିଁ ସୁରେଖାକୁ ସବୁବେଳେ ସତ୍ ଉପଦେଶ ଦେଇଛି। ସୁନୀତି ହିଁ ସୁରେଖାକୁ ସେ ଋଷିଙ୍କ ପାଖକୁ ନେଇଗଲା। ତଥାପି ବି ସେ ଋଷି ତାକୁ ଦାୟିତ୍ୱହୀନା ବୋଲି କହିବାର କାରଣ କ'ଣ? ମୋ ପ୍ରଶ୍ନର ଉତ୍ତର ଦିଅ। ଆଉ ଉତ୍ତର ଦେବାର ଶକ୍ତି ଥାଇ ମଧ୍ୟ ତୁମେ ଯଦି ନିରୁତ୍ତର ରହିବ, ତେବେ ତମ ଶିର ସ୍କନ୍ଦଚ୍ୟୁତ ହେବ। ମୁହୂର୍ତ୍ତେ ମଧ୍ୟ କାଳ ବିଳମ୍ବ ନ କରି ରାଜା ବିକ୍ରମାଦିତ୍ୟ ସଙ୍ଗେ ସଙ୍ଗେ ଉତ୍ତର ଦେଲେ। ଋଷି ସୁନୀତିକୁ ଦାୟିତ୍ୱହୀନା ବୋଲି କହିଲେ। ସ୍ୱାର୍ଥପର ବା ଖଳ ପ୍ରକୃତି ବୋଲି କହିନାହାନ୍ତି। ଦାୟିତ୍ୱହୀନା କହିବାର କାରଣ ଗନ୍ଧର୍ବ ଅତ୍ୟନ୍ତ ଚଞ୍ଚଳମତି ଏବଂ ସୁରେଖା ପିଲାଳିଆ ସ୍ୱଭାବର ଝିଅ ବୋଲି ଜାଣି ମଧ୍ୟ ସୁନୀତି ସେ ଦୁହିଁଙ୍କ ଭିତରେ ଦେଖା ସାକ୍ଷାତ ହେବାର ବାଟ ଫିଟାଇ ଦେଲା। ଋଷି ସିନା ମନ୍ତ୍ର ବଳରେ ଗନ୍ଧର୍ବକୁ ପୁଣି ସୁରେଖାର ବଶକୁ ଆଣିଲେ, କିନ୍ତୁ ନିଜ ସ୍ୱଭାବ ଅନୁସାରେ ଗନ୍ଧର୍ବ କ'ଣ କରିଥାନ୍ତା? ସେ ସୁରେଖାକୁ ଛାଡ଼ି ଆଉ କୌଣସି ସୁନ୍ଦରୀ କନ୍ୟାକୁ ବାହା ହେବାକୁ ବସିଥାନ୍ତା। ଗନ୍ଧର୍ବର ସ୍ୱଭାବ ସମ୍ପର୍କରେ ସୁନୀତି ନିଜେ ସନ୍ଦେହ ଥିବା ସତ୍ତ୍ୱେ ସୁରେଖା ପାଖକୁ ତାକୁ ପଠାଇବା ବିବେକୀ କାର୍ଯ୍ୟ ହୋଇନାହିଁ। ତେବେ ଏତିକି ଦାୟିତ୍ୱହୀନତାକୁ ଛାଡ଼ିଦେଲେ ସୁନୀତି
ଯେ ସୁରେଖାକୁ ଖୁବ୍ ସ୍ନେହ କରୁଥିଲା, ସେଥିରେ କୌଣସି ସନ୍ଦେହ ନାହିଁ। ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ସେହି ବେତାଳ ବି ତାଙ୍କ କାନ୍ଧରୁ ଖସିଯାଇ ପୁନରାୟ ସେ ପ୍ରାଚୀନ ବୃକ୍ଷ ଡାଳରେ ଝୁଲି ପଡ଼ିଲା। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।